এটা কହୁଥିଲେ ପୁଅ ଯାହାର ନଥିବ ତାର କଣ ହବ କହିଲେ ପୁଅ ଗୋଟିଏ ନର୍କରୁ ଉଦ୍ଧାର କରିଥାଏ କିନ୍ତୁ ଝିଅ 10-10ଟି ନର୍କରୁ ଉଦ୍ଧାର କରିଥାଏ 10 ଆଗେ ମିଶିଲେ କେତେ 11 ତେବେ 84 ନର୍କରୁ 11 ଗଲେ କେତେ ଆଉ 41 ମଉସା 84 ନର୍କରୁ 11 ଗଲେ କେତେ 41 ମଉସା ତମର 15 ମଉସା ତମର କେତେ 64 ଆଉ ରହିଲା 73 ତେବେ ସେ 73 ନର୍କରୁ 11 ଗଲେ ତେବେ 73 ନର୍କରୁ ଉଦ୍ଧାର କର୍ତ୍ତା କିଏ ସିଏ ହଉଛି କୁଳବଧୂ ତେଣୁ କୁଳବଧୂ ମୁଖରେ ଟୋପାଏ ଜଳ ଦାନ କଲେ ସିଏ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ତେବେ କୁଳବଧୂ ମୁଖରେ ଟୋପାଏ ଜଳ ଦାନ କଲେ କାମ ଧର୍ମ ଅର୍ଥ ମୋକ୍ଷ ଏହି 4ଟି ପ୍ରାପ୍ତି ହୋଇଥାଏ ପ୍ରମାଣ କରି ଭାଗବତ କହିଲେ କୁଳବଧୂ ଯିବେ ମୁଖେ ଦିଏ ଜଳ କୁଳବଧୂ ମୁଖରେ ଟୋପାଏ ଜଳ ଦାନ କଲେ ଏହି 4ଟି ପ୍ରାପ୍ତି ହୋଇଥାଏ ପଣ୍ଡିତେ ତେଣୁ ସେଇ ଦୁଇ ଦମ୍ପତି ଭଗବାନଙ୍କୁ କଣ ନର୍ତ୍ତକୀ ହବ ନର୍ତ୍ତକୀ ଗୁଡା ହଉନା ଟିକେ ଭଲ ଲାଗୁନି ନାଚ ଘର ସେ ବ୍ରାହ୍ମଣ ଦମ୍ପତି ଭଗବାନ ମତେ ଆରଥର ଡାକୁଥାନ୍ତି ଏକମାତ୍ର ପୁତ୍ରଟିଏ ପାଇବା ପାଇଁ ଗୋଟେ ଜନ୍ମ କରିବେ ଗୋଡେ ଗୋଟେ କାଟି କାଟି ନେଇ ଯାବୁ ତେଣୁ ପୁତ୍ରଟିଏ ପାଇବା ପାଇଁ ଲେଖିଲେ କିଏ କୁମାର କବି ଅରକ୍ଷିତ ପ୍ରଧାନ କଣ ଲେଖିଲେ କହିଲେ ଚାରୁ ଚକାନୟନ ହୋଇ ପାଲକହୀନ ଚାରୁ ଚକାନୟନ ହୋଇ ଏହିପରି ଭଗବାନଙ୍କ ଆରଥର ଡାକୁଥାନ୍ତି
ହେଲା ନାଇଁ ମ ହଁ ହେଲା